ତୋରି ପାଇଁ ତୋ ପାଇଁ ରେ ରାମଙ୍କ କେସ୍ ଲଢ଼ିବା ପାଇଁ ଚିକି ଗୋଟେ ଓକିଲଙ୍କ ପାଖକୁ ଆସିଛନ୍ତି। ଆଉ ସେ ଓକିଲ କହନ୍ତି କି ସବୁ କିଛି ତ ରାମଙ୍କ ଏଗେନଷ୍ଟରେ ଯାଉଛି, ମୁଁ କିଛି କରିପାରିବିନି। ଆଉ ଚିକି ସେଇଠୁ ନିରାଶ ହେଇ ଫେରି ଆସନ୍ତି। ମୁଁ ରାମକୁ ମୁଁ କେମିତି ବଞ୍ଚେଇବି ବୋଲି ଭାବନ୍ତି। ଆଉ ଏପଟେ ରୁହି ଆଉ ମାଧବୀ ଏନ୍ଜୟ କରନ୍ତି ଚିକିର ଅସହାୟ ଦେଖିକି। ମାଧବୀ ପଚାରନ୍ତି ଚିକି ରୁହି ତୁ ଏତେ ଖୁସି କ'ଣ ପାଇଁ? ଆଉ ଏପଟେ ରାମ ମାରି ଦେଇଥିବା ଗୁଣ୍ଡା ହେଉଛନ୍ତି ଏଇ ଗୁଣ୍ଡାମାନଙ୍କର ସାଙ୍ଗ। ଆଉ ସେ କହନ୍ତି କି ତୁ ମୋ ସାଙ୍ଗକୁ ମାରି ଦେଇଛୁ କହି ତାଙ୍କୁ ଡରାନ୍ତି। ଆଉ ରାତିରେ ତାଙ୍କୁ ମାରିବାକୁ ଚେଷ୍ଟା କରନ୍ତି ଛୁରୀ ନେଇକି। ଆଉ ହଠାତ୍ ଲାଇନ୍ କଟିଯାଏ। ଲାଇନ୍ କଟିଯିବା ଫଳରେ ସେଇ ଗୁଣ୍ଡାମାନେ ସେଇଠୁ ଫେରାଲ ହେଇଯାଆନ୍ତି। ଆଉ ରାମଙ୍କ ପାଖକୁ ଚିକି ଯାଇ ପହଞ୍ଚି ପଡ଼ନ୍ତି। ଆଉ ଚିକି କହନ୍ତି କି ତମେ ହେଉଛ ରାମ ଆଗସ୍ତ୍ୟା, ତମେ ଡରିବନି, ତମେ ହେଉଛ ବ୍ରେଭ୍ ବୟ। ଆଉ ରାମକୁ ଦିଆଯାଇଥିବା ଖାଦ୍ୟରୁ କିଛି ଚିକିଙ୍କୁ ଖାଇବାକୁ ଦିଅନ୍ତି। ସେ କହନ୍ତି ଆସିଲା ବେଳେ ବୁଝେଇ ଦିଅନ୍ତି କି ତମେ ଡରିବନି, ମୁଁ ତମ ସହିତ ଅଛି ରାମ। ଆଉ ରାମଙ୍କ ଘରେ ରୁହି କେତେ ଗୁଡ଼ିଏ ଖାଦ୍ୟ ଦେଖିକି ସେ ଜେଜେବାପାଙ୍କୁ ପଚାରନ୍ତି ଜେଜେବାପା ଏତେ ସବୁ ଖାଦ୍ୟ କାହିଁକି ଆସିଛି? ଆଉ ଜେଜେବାପା କହନ୍ତି କି ଏସବୁ ସାନ ବୋହୂମା ଆଉ ସିଆ ପାଇଁ କରାହେଇଛି, କାହିଁକି ନା ସେମାନେ ଦୁଇ ଜଣ ରାମ ପାଇଁ ବହୁତ ଚିନ୍ତିତ ଅଛନ୍ତି। ଆଉ ମାଧବୀ କହନ୍ତି କି ଆମ ଘରର ପୁଅ ବାହାରେ ଅଛି, ଆଉ ଆମେ କେମିତି ଖାଇବୁ ବାପା? ଆଉ ନିଧି କହନ୍ତି କି ଇଏ କି କଥା, ତୁମେ ଦୁଇ ଜଣ ନ ଖାଇ ଝଡ଼ିଗଲଣି, ତୁମେ ଆସ ଖାଇବ। ଆଉ ଜେଜେବାପା କହନ୍ତି କି କାମିନୀ ଟିକେ ତୁମ ନାତୁଣୀକୁ ବୁଝାଅ, ସିଏ ନ ଖାଇ ନ ପିଇଲେ ସେ ଝଡ଼ିଯିବ। ଆଉ କାମିନୀ ଜେଜେମା କହନ୍ତି କି ହଁ ସିଆ ଜେଜେବାପା ଠିକ୍ କହୁଛନ୍ତି। ଆଉ ନିଧି ଆଉ ତାଙ୍କ ମା ତାଙ୍କ ଦୁଇ ଜଣଙ୍କୁ ଖାଇବାକୁ ଡାଇନିଂରେ ବସେଇ ଦିଅନ୍ତି। ଆଉ ଜୋର ଜବରଦସ୍ତି ନିଧି ସିଏକୁ ଖୁଆଇ ଦିଅନ୍ତି।